ଆଜିର ପ୍ରସଙ୍ଗ ହେଉଛି କୃଷର ପ୍ରକୃତ ଲକ୍ଷ୍ୟ। ଆଜିର ପ୍ରସଙ୍ଗ ହେଉଛି କୃଷର ପ୍ରକୃତ ଲକ୍ଷ୍ୟ। ଆସନ୍ତୁ ଆମେ ବାକ୍ୟ ପଢିବା, ମୋ ସହିତ ଖୋଲନ୍ତୁ। ପ୍ରଥମ ପିତର ତାର 1 ପଦ 5, 6, 7 ପଦ ପଢିକିନା ଆମେ ଆଗକୁ ବଢିବା। ପ୍ରଥମ ପିତର 1 ପର୍ବ 5 ପଦ 6 ପଦ 7 ପଦ। ହଁ, ପ୍ରଥମ ପିତର 1 ପର୍ବ 5 ପଦ 6 ପଦ 7 ପଦ। କିଏ ପାଇଲେ ମାନେ ପଢିକିନା ସାହାଯ୍ୟ କରିବେ। ଆଉ ବାକ୍ୟ ପାଇନାହାନ୍ତି ତାହେଲେ ମୁଁ ପଢୁଛି, ଆପଣ ମାନେ କାଲି ଶୁଣନ୍ତୁ। ଯେଉଁ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥି ନିମନ୍ତେ ତୁମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହୋଇଅଛ। ପଦ ଏଥିରେ ତୁମ୍ଭେମାନେ ଉଲ୍ଲାସ କରିଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖ ଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ। 7 ପଦ ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷା ସିଦ୍ଧ ବିଶ୍ୱାସ ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶ ପ୍ରଶଂସା ଗୌରବ ଓ ସମ୍ଭ୍ରମ କାରଣ ହେବ। ହାଲେଲୁୟା। ଭାଇ ଭଉଣୀ ମାନେ ଏଇ ସ୍ଥାନରେ ପରମେଶ୍ୱର କହିବା ପାଇଁ ଚାହାନ୍ତି, ଯାହା ବାକ୍ୟର ଲେଖା ହେଇଛି, ଯେଉଁମାନେ ପରିତ୍ରାଣ ପାଇବା ପାଇଁ, ଏଟା ହଉଛି ଅନ୍ତିମ କାଳ। ଆମେ ଦେଖୁଛୁ, ଆମେ ଜାଣିଛୁ ଏଟା ହଉଛି ଶେଷ କାଳ ଅଟେ। ଏଇ ଶେଷ କାଳରେ ପରିତ୍ରାଣ ପାଇବା ପାଇଁ ଅଳ୍ପ ଲୋକ ଅଟେ। କିନ୍ତୁ ଆମେ ଦେଖିଛୁ ଏ ସଂସାରରେ ଅନେକ, ଏ ପୃଥିବୀରେ ଅନେକ ଲୋକମାନେ, କୋଟି କୋଟି ଲୋକମାନେ ଅଛନ୍ତି। କିନ୍ତୁ ସେହି ସମୟରେ ଯୋଉମାନେ ଯୋଗ୍ୟତା ଅଟେ ପରମେଶ୍ୱରଙ୍କର ପରିତ୍ରାଣ ପାଇବା ପାଇଁ, ଆଉ କେଉଁ ଲୋକମାନେ ଅବାଧ୍ୟତା ଅଟେ, ଯେଉଁମାନେ ପରମେଶ୍ୱରଙ୍କୁ ବାଧ୍ୟତା ହେଉଅଛନ୍ତି ସେଇମାନେ ହିଁ ପରିତ୍ରାଣ ପାଇବେ। ଆଉ ଯେଉଁମାନେ ପରମେଶ୍ୱରଙ୍କୁ ଅବାଧ୍ୟ କରୁଅଛନ୍ତି, ନିଜ ପଥରେ ଚାଲୁଅଛନ୍ତି, ସେମାନେ ପରିତ୍ରାଣ ପାଇବେ ନାହିଁ। এই ସ୍ଥାନ ଲେଖା ହେଇଛି 6 ବାରେ, ଯେଉଁ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି। କୋଉ କାଳରେ? ଶେଷ କାଳରେ। ଏଟା ହଉଛି ଶେଷ କାଳ, ଅନ୍ତିମ କାଳ। এই କାଳରେ ପରିତ୍ରାଣ ପାଇବା ପାଇଁ ପ୍ରକାଶିତ ହୋଇଅଛି, ଅନୁଗ୍ରହ ହୋଇଅଛି। ଆମେ ସଠିକରେ এই ସମୟକୁ ଆମେ ସଦ୍ବ୍ୟବହାର କରିବା ଉଚିତ ଅଟେ। କାଳ ମନ୍ଦ ଅଟେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। এই ସମୟରେ ସେଥି ନିମନ୍ତେ ତୁମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହୋଇଅଛ। ଆମେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ ସହିତ ଆମେ ସୁରକ୍ଷିତ ହୋଇଅଛୁ। ହଁ, କିନ୍ତୁ ବିଶ୍ୱାସ ଅଛି ବୋଲିକିନା ଆମେ ନାନା ପ୍ରକାର ପାପରେ, ନାନା ପ୍ରକାର ଦରିଦ୍ରତାରେ, ନାନା ପ୍ରକାର ବ୍ୟଭିଚାରରେ ପତିତ ହେବା ଉଚିତ ନୁହେଁ। ସେଥିପାଇଁ ପରମେଶ୍ୱର କହିବା ପାଇଁ ଚାହାନ୍ତି, ଆଉ ଯାହା ବାକ୍ୟରେ ଲେଖା ଅଛି ତାହା ତମେ ବିଶ୍ୱାସ କର, ଆଉ ତମେ ପରିତ୍ରାଣ ପାଇବ ବୋଲିକିନା ଆମକୁ କହିବା ପାଇଁ ଚାହାନ୍ତି। ପଦରେ ଏଥିପାଇଁ ବାକ୍ୟ ଲେଖା ଅଛି, ଏଥିରେ ତୁମ୍ଭେମାନେ ଉଲ୍ଲାସ କରିଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖ ଭୋଗ କରିବାକୁ ହେବ। ଏ ସମୟ ଅଳ୍ପ ସମୟ ଅଛି। ଆମେ ଭାବୁଛୁ ବହୁତ ସମୟ ଅଛି ବୋଲିକି, ନା ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସମୟ ଅଳ୍ପ ସମୟ ଅଛି। ଏଟା ହଉଛି ଶେଷ ସମୟ ବା ଅନ୍ତିମ ସମୟ। ଏଥିପାଇଁ ଆମେ ଗୋଟେ ଆମ ପାଖରେ ଅଳ୍ପ ସମୟ ଅଛି। ସେହି ସମୟ ଆଉ
ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ସେଇ ପାଠ ଲେଖା ହେଇଛି ମାନଙ୍କୁ ପରୀକ୍ଷା ସେମାନଙ୍କ ପକ୍ଷରେ ଆବଶ୍ୟକ ହୁଏ। ଆଉ 7 ଲେଖା ହେଲା ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମମାନଙ୍କର ପରୀକ୍ଷା ସିଦ୍ଧ ବିଶ୍ୱାସ ତାହା ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଅସ୍ମିତା ଗୌରବ ଓ ସମ୍ଭ୍ରମ କାରଣ ହବ। ଆମେ କେମିତି ଆଉ ଅଗ୍ନିର ପରୀକ୍ଷା ସ୍ୱୀକାର ନ ହଉ। ଆମେ ନାନା ପ୍ରକାର ଏ ବାକ୍ୟ ଲେଖା ଅଛି ପରୀକ୍ଷା ପରୀକ୍ଷା ଆମକୁ ବହୁତ ପରୀକ୍ଷା ଆସୁଛି ଆମ ଜୀବନରେ ବ୍ୟକ୍ତିଗତ ଜୀବନରେ ବହୁତ ପରୀକ୍ଷା ଆସୁଛି ତାଡ଼ନା ନିନ୍ଦା କଷ୍ଟ ଅପମାନ ଆମର ଭାଇ ମାନଙ୍କୁ ଆମେ ଦେଖିଛୁ ନିଜେ ଆଖିରେ ଘର ଦୁଆର ଥଡିଦେଲେ ଭାଙ୍ଗିଦେଲେ ମୁଣ୍ଡ ପାତିଦେଲେ ବହୁତ ଏମିତି ଗତି କରୁଛି ଏଟା ଗୋଟେ ପରୀକ୍ଷା ଅଟେ। ଆମେ ଗୋଟେ ସାମାନ କିଣୁଛୁ ଆମେ ଦୋକାନରେ ଗୋଟେ ସୁନା କିଣୁଛୁ ଅରିଜିନାଲ ସୁନା ଅଛି ଡୁପ୍ଲିକେଟ ସୁନା ଅଛି ଅରିଜିନାଲ ରୂପା ଅଛି ଡୁପ୍ଲିକେଟ ରୂପା ଅଛି ସେଥିପାଇଁ ଆମେ ଯଦି କିଣିବା ତ ଆମେ ଅରିଜିନାଲ କିଣିବା ଆଉ ଯଦି ଆମେ ଡୁପ୍ଲିକେଟ କିଣିବା ତାହେଲେ କିଛି ମୂଲ୍ୟ ନାହିଁ। ଏଥିପାଇଁ ପରୀକ୍ଷା କରିବାକୁ ପଡୁଛି ଯାହା ଏବେ ଆମେ ଦେଖୁଛୁ ପ୍ରଥମ କ୍ଲାସ ପଢିଲୁ ଦ୍ୱିତୀୟ କ୍ଲାସରେ ଆମେ ପରୀକ୍ଷା ଦଉଛୁ ଆମେ ଏମିତି ପଢି ପଢି ଯାଉଛୁ ଆମେ ହାଇସ୍କୁଲ ରେ ପଢୁଛୁ ଆମେ ନବମ ପରୀକ୍ଷା ଦଉଛୁ ଦଶମ ପରୀକ୍ଷା ଦଉଛୁ ପ୍ଲସ 2 ପରୀକ୍ଷା ଦଉଛୁ ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟେ ଗୋଟେ ପରୀକ୍ଷା ଅଛି ସେଇ ପରୀକ୍ଷାରେ ଆମେ ଗତି କରିବାକୁ ପଡିବ ଆଉ ସେ ପରୀକ୍ଷା ପାସ୍ ହେଲେ ହିଁ ଆମେ ଅଲଗା ଗୋଟେ ଷ୍ଟେପକୁ ଯାଇପାରିବା ବା ଅଲଗା ଗୋଟେ ପାଦକୁ ଆମେ ବଢି ପାରିବା। ସେଥିପାଇଁ ପରମେଶ୍ୱର କହୁଛନ୍ତି ପରୀକ୍ଷାରେ ତମେ ଦୁଃଖ ଭୋଗ କରୁଅଛ କିନ୍ତୁ ପରୀକ୍ଷା ଆବଶ୍ୟକ ହୁଏ। କାହିଁକି ପରୀକ୍ଷା ଯଦି ହବ ନାହିଁ ତାହେଲେ ଆମର ଜୀବନରେ କିଛି ମୂଲ୍ୟ ନାହିଁ। ଏଥିପାଇଁ ପ୍ରଭୁ କୁହନ୍ତି ତମେ ଏହି କାଳରେ ତମେ ପରୀକ୍ଷାରେ ସିଦ୍ଧ ହବ ବୋଲି ଲେଖାହେଇଛି 7 ପଦରେ ତୋମାନଙ୍କ ପରୀକ୍ଷା ସିଦ୍ଧ ବିଶ୍ୱାସ ପରୀକ୍ଷା ଯୋଉ ପରୀକ୍ଷା ଆମକୁ ଆସୁଅଛି ପ୍ରଭୁ ଯୀଶୁ ସତ୍ୟ ପରମେଶ୍ୱରଙ୍କୁ ତ ଆମେ ଦେଖିଛୁ 40 ଦିନ 40 ରାତ୍ରି ଉପବାସ ଥିଲେ ସେଇ ସମୟରେ ଶୈତାନ ତାକୁ ପରୀକ୍ଷା କରୁଥିଲେ। ଆମେ ତ ମନୁଷ୍ୟ ଅଟୁ ମନୁଷ୍ୟ ଆମେ ପାପୀ ମନୁଷ୍ୟ ଅଟୁ ସେଥିପାଇଁ ଆମକୁ ଅନେକ ପ୍ରଲୋଭନ ଆସିଥାଏ ଅନେକ ପରୀକ୍ଷା ଆସିଥାଏ ସେଇ ପରୀକ୍ଷାରେ ଆମେ କେମିତି ଆମେ ସିଦ୍ଧ ହେଇପାରିବା ଆଉ ସେଥିପାଇଁ ଆମେ ପ୍ରକୃତରେ ପୂର୍ବଙ୍କୁ ଆମେ ବିଶ୍ୱାସ କରୁଛୁ ଆମକୁ ପରୀକ୍ଷା ଆସିବ ସେଇ ପରୀକ୍ଷାରେ ଆମେ କେମିତି ଆମେ ପରାଜୟ କରିପାରିବା। ସେଥିପାଇଁ ବାକ୍ୟ ଲେଖା ହେଇଛି ପରିତ୍ରାଣ ପାଇବା ପାଇଁ ଅଳ୍ପ ଲୋକ ଅଟେ କାହିଁକି ଏବେ ସୁସ୍ଥତା ପାଇବା ପାଇଁ ଅନେକ ଲୋକ ଲମ୍ବା ଧାଡି ଛିଡା ହେଇଛନ୍ତି। ଆମେ ଦେଖୁଛୁ ସୁସ୍ଥତା ପାଇବା ପାଇଁ ଅନେକ ଲୋକ ପ୍ରଭୁ ସୁସ୍ଥତା ଦେବେ ଠିକ ଅଛି ସୁସ୍ଥତା ଦେବେ ସବୁ ରୋଗ ଗ୍ରସ୍ତରୁ ସୁସ୍ଥ ଦେବେ ସବୁ କରିବେ କିନ୍ତୁ ସେଇ ସ୍ଥାନରେ ପରିତ୍ରାଣର ବାକ୍ୟ ନାହିଁ ଲୋକମାନେ ସୁସ୍ଥତା ପାଇଁ ଏଣେ ତେଣେ ଭ୍ରମଣ କରୁଛନ୍ତି ନିଜର ଶରୀର ପାଇଁ ନିଜର ଦେହ ପାଇଁ କିନ୍ତୁ ତାଙ୍କର ଆତ୍ମାରେ ପରିତ୍ରାଣ ନାହିଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ସେଥିପାଇଁ ପରମେଶ୍ୱର କହୁଛନ୍ତି ପରିତ୍ରାଣ ପାଇବା ପାଇଁ ପ୍ରକାଶିତ ହୋଇଅଛି କିନ୍ତୁ ପରିତ୍ରାଣର ବାକ୍ୟ ସେଇ ଲୋକମାନଙ୍କୁ କିଏ ବି ଦେଇ ପାରୁନାହାନ୍ତି। ଲୋକମାନଙ୍କୁ ସମସ୍ତେ ଗୋଟେ ଗୋଟେ ଆଶା ଅଛି ମୁଁ ସୁସ୍ଥତା ପାଇବି ମୁଁ ରୋଗରେ ସୁସ୍ଥତା ପାଇବି କଷ୍ଟରେ ଦୁଃଖରେ ସୁସ୍ଥତା ପାଇବି କିନ୍ତୁ ତାଙ୍କର ଆଶା ଭରସା ନାହିଁ ଯେ ମୁଁ ପରିତ୍ରାଣ ପାଇବି ବୋଲିକିନା ସେଥିପାଇଁ ବାକ୍ୟରେ ଲେଖା ହେଇଛି ଆଉ ଚାଲନ୍ତୁ ଆଗକୁ ବଢିବା ବାକ୍ୟରେ ଲୁକ 8:13 ପଢନ୍ତୁ। ଆଉ ମୁଁ ତୁମର ପଢୁଛି ବାକ୍ୟରେ ପୁଣି ଯୋଉମାନେ ପଥର ଉପରେ ଅଛନ୍ତି ସେମାନେ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି କିନ୍ତୁ ସେମାନଙ୍କର ଫେର ନଥିବାରୁ ସେମାନେ ଅଳ୍ପ ସମୟ ବିଶ୍ୱାସ କରନ୍ତି ଓ ପରୀକ୍ଷା ସମୟରେ ଧର୍ମ ତ୍ୟାଗୀ ହୁଅନ୍ତି। ହାଲେଲୁୟା। ବାକ୍ୟରେ ଲେଖା ହେଇଛି ଯୋଉମାନେ ବାକ୍ୟ ଶୁଣନ୍ତି ଆନନ୍ଦ ଲାଗେ ବାକ୍ୟ କାହାକୁ ଆନନ୍ଦ ଲାଗେ ନାହିଁ ମୋର ପ୍ରିୟ ମାନେ ସମସ୍ତଙ୍କୁ ବାକ୍ୟ ଆନନ୍ଦ ଲାଗେ ଯେଉଁ ସମୟରେ କି ପଥର ହଉଛି ଦେଖୁଛୁ ପତର ଭିତରେ ମାନେ ପତର ଉପରେ ବାକ୍ୟ ଶୁଣିକିନା ଆନନ୍ଦ କରେ କିନ୍ତୁ ମାନେ ଚେର ନ ପାଇବାରୁ ସେ
ଧର୍ମ ତ୍ୟାଗୀ କରେ। ପରୀକ୍ଷା ଯଦି ଆସିବ ସେ ଧର୍ମ ତ୍ୟାଗୀ ହୁଅନ୍ତି। ଏବେ ଦେଖନ୍ତୁ ଏବେ ଯଦି ତାଡ଼ନା ଆସିବ, ଗୋଟେ ଦଙ୍ଗା ଆସିବ, ଗୋଟେ ପରିସ୍ଥିତି ଆସିବ, ସମସ୍ତେ କଣ କରିବେ ନା ପାଷ୍ଟର ଏକା ହିଁ ଥିବେ, ବିଶ୍ୱାସୀ ମାନେ ସମସ୍ତେ ଆଉ ଛିନ୍ନ ଭିନ୍ନ ହେଇଯିବେ, ପଳେଇ ଯିବେ, ପାଷ୍ଟରକୁ ଛାଡ଼ିକିନା ପଳେଇବେ। କାହିଁକି? ତାଙ୍କେ ମାନେ ସୁସ୍ଥତା ପାଇବା ପାଇଁ ଗିର୍ଜାକୁ ଯିବେ, ରୋଗର ସୁସ୍ଥତା ପାଇବା ପାଇଁ ତାଙ୍କେ ଯିବେ, ତାଙ୍କ ଦେହ ପାଇଁ ସୁଖ ପାଇବା ପାଇଁ ତାଙ୍କ ମାନେ ଗିର୍ଜାକୁ ଯିବେ। କିନ୍ତୁ ଗୋଟେ ପରୀକ୍ଷା ଯଦି ଆସିବ ଆଉ ତାଙ୍କେ କଣ କରିବେ ନା ସମସ୍ତେ ପଳେଇବେ, ତାଙ୍କ ଭୟରେ ତାଙ୍କେ କଣ କରିବେ, ପାଷ୍ଟରଙ୍କୁ ଛାଡ଼ିକିନା ସମସ୍ତେ ପଳେଇବେ। ବାକ୍ୟ ଲେଖା ଅଛି, ସତ୍ୟ ଅଟେ। କାହିଁକି? ନିଜର ଆଉ ସେଇ ସମୟରେ ଆମେ ଦେଖିଛୁ ଅନେକ ଦଙ୍ଗା ହେଲା। ଗୋଟେ ମାନେ ଏଇ ଆଜିକାଲି ଆମେ ପରିସ୍ଥିତି ଦେଖୁଛୁ, ସମସ୍ତ ମାନେ ବିହାରରେ ଯୋଉ ପ୍ରକାର ଦଙ୍ଗା ହଉଛି, ଯୋଉ ପ୍ରକାର ତାଡ଼ନା ହଉଛି, ସେ ଲୋକ ନାନା ପ୍ରକାର ଅତ୍ୟାଚାର କରୁଛନ୍ତି, ଆମେ ଦେଖୁଛୁ। କିନ୍ତୁ ସେମିତି ଯଦି ହେବ ତାହେଲେ ସମସ୍ତେ କଣ କରିବେ, ନିଜର ଧର୍ମକୁ ତ୍ୟାଗ କରି ପଳେଇ ଯିବେ, ପଛଘୁଞ୍ଚା ହେଇଯିବେ। ବାକ୍ୟ ଲେଖା ହେଇଛି। ଏଥିପାଇଁ ପ୍ରଭୁ କହିବା ପାଇଁ ଚାହାନ୍ତି, ପରୀକ୍ଷାରେ ଯେପରି ନ ପଡ, ଜାଗି ରହି ତମେ ପ୍ରାର୍ଥନା କର ବୋଲି କହିଅଛନ୍ତି। ହାଲେଲୁୟା। ସେଥିପାଇଁ ମୋର ପ୍ରଭୁଙ୍କ ଲୋକମାନେ ବାକ୍ୟରେ ପ୍ରଭୁ କହିବା ପାଇଁ ଚାହାନ୍ତି, ଆମର ବିଶ୍ୱାସ ପତ୍ର ଉପରେ ନ ହଉ, ଆମେ ପତ୍ର ଉପରେ ନ ଶୁଣିବା ଲୋକ ନାହିଁ, ଆମେ ଭୂମି ଉପରେ ବସିକିନା ଶୁଣିବା ଲୋକମାନେ ଅଟୁ। ଏଥିପାଇଁ ପଥର ହଉଛି ଭୟଙ୍କର ଅଟେ। ଏଠି ଲେଖା ହେଇଛି ଏତେ ସୁନ୍ଦର ଭାବରେ। ଆଉ ଯୋଉମାନେ ବାଟ ପାଖରେ ଅଛନ୍ତି ସେମାନେ ବାକ୍ୟ ଶୁଣନ୍ତି, ତାହା ପରେ ଶୈତାନ ଆସି ଯେପରି ସେମାନେ ବିଶ୍ୱାସ କରି ପରିପୂର୍ଣ୍ଣ ନ ପାଆନ୍ତି, ଏଥି ନିମନ୍ତେ ସେମାନଙ୍କ ହୃଦୟକୁ ବାକ୍ୟ ହରଣ କରିନିଏ। କିଏ ହରଣ କରିନିଏ? ଶୈତାନ ହରଣ କରିଥାନ୍ତି। ଏଥିପାଇଁ ଯେତିକି ବାକ୍ୟ ଶୁଣୁଥିଲେ ବି କାହିଁକି ମନେ ରହୁନାହିଁ? ଏବେ ଦେଖନ୍ତୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗାଁ ଗହଳିରେ ବୁଢା ମାନେ ବୁଢୀ ମାନେ ଯାହା ଦରିଦ୍ର କଥା ଯାକ, ପାପୀ କଥା, ବ୍ୟଭିଚାର କଥା କହୁଥିଲେ, ଲୋକମାନେ କାନ ଡେରିକିନା ଶୁଣିବେ, କିନ୍ତୁ ବାକ୍ୟକୁ କେବେ ବି କାନ ଡେରିକିନା ଶୁଣିବେ ନାହିଁ। କାହିଁକି? ଇଣ୍ଟରେଷ୍ଟ ଲାଗିବ ନାହିଁ ସେ ଲୋକମାନଙ୍କର। ଆଉ ଆମେ ବାକ୍ୟ ଯିଏ ଚାଖିଛି ସିଏ ହିଁ ଜାଣିଛି। ବାକ୍ୟର ପରମେଶ୍ୱରଙ୍କର ବାକ୍ୟ ଏତେ ଟେଷ୍ଟ, ତାଙ୍କର ମାନେ ଚିନି ଠାରୁ ଆଉ ଗୁଡ ଠାରୁ ଏ ପୃଥିବୀରୁ କୌଣସି ମିଠା ଠାରୁ ଅଧିକ ମିଠା ହଉଛି ବାକ୍ୟ, ମାନେ ପବିତ୍ର ବାଇବେଲ ଅଟେ। ଏଥିପାଇଁ ଆମେ ଯାହା ଯିଏ ଚାକିଛି ସେ ହିଁ ଜାଣିଛି, ସେ ହିଁ ଛାଡି ପାରିବନି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ଏଥିପାଇଁ ଯାହା ବାକ୍ୟ ଆମକୁ ଶୁଣିବା ପାଇଁ ଭଲ ଲାଗୁଛି ଆଉ ଶୁଣିଛୁ, କିନ୍ତୁ କିଛି ସମୟ ପରେ ଶୈତାନ ଆସିକରି କେମିତି କି ଆମର ବାକ୍ୟକୁ ହରଣ ନ କରେ, ସେଥିପାଇଁ ଆମେ କଣ କରିବାର ଅଛି? ଜାଗି ରହି ପ୍ରାର୍ଥନା କରିବାର ଅଛି। ହାଲେଲୁୟା। ଗୋଟେ ବାକ୍ୟ ଆଉ ଗୋଟେ ବାକ୍ୟ ଖୋଲନ୍ତୁ ମୋ ସହିତ, ସେଇ ଲୋକ ପୁସ୍ତକ ତାର ଲୋକଲକ୍ଷ୍ୟ ସୁସମାଚାର 13 ପର୍ବ ତାର 23-24 ପଦ। ଏଇ ସ୍ଥାନ ଲେଖା ହେଇଛି, ଆଉ ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣ ପଣ କର, କାରଣ ମୁଁ ତୁମମାନଙ୍କୁ କହୁଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜଣେ ବ୍ୟକ୍ତି ପଚାରୁଛନ୍ତି ପ୍ରଭୁ ଯୀଶୁଙ୍କୁ, କଣ ପ୍ରଭୁ, ପରିତ୍ରାଣ ପାଇବା ଲୋକମାନେ ଅଳ୍ପ ସଂଖ୍ୟା, ଲୋକମାନେ ଅଳ୍ପ ଲୋକମାନେ, କିନ୍ତୁ ନ ପାଇବା ଲୋକମାନେ ଅନେକ ଲୋକମାନେ କହିଲେ। ସେଥିପାଇଁ ପ୍ରଭୁ ଗୋଟେ କଥା କହିଲେ, ସଂକୀର୍ଣ୍ଣ ପ୍ରବେଶ କରିବା ଲୋକମାନେ ପ୍ରାଣ ପଣ କର ବୋଲି କହୁଛି। ଆମର ଜୀବନ କଣ? ବିଶ୍ୱାସ କରୁଛୁ, ଆମେ ପ୍ରାଣ ପଣ କରୁଛୁ, ସଂକୀର୍ଣ୍ଣ ଦ୍ୱାର ଦେଇକିନା ଆମେ ଗତି କରୁଛୁ, କେମିତି ଆମେ ପରିତ୍ରାଣ ପାଇବା। ଆଉ ସେଇ ରାସ୍ତାରେ ଚାଲିବା ପାଇଁ ବହୁତ କଷ୍ଟକର ବିଷୟ ଅଛି। ସେଥିପାଇଁ ଆମେ ବାକ୍ୟରେ ଏହି ଶେଷ ଅନ୍ତିମ କାଳରେ ଆମେ ଖାଇ ପିଇକିନା ଆମେ ମଧୁମସ୍ତି କରିବା ନାହିଁ। ଏଥିପାଇଁ ଜାଗି ରହି ଆମେ କଣ କରିବା ଉଚିତ? ପ୍ରାର୍ଥନା କରିବା ଉଚିତ, ଆଉ ପ୍ରକ୍ରିୟାରେ ଯେପରି ନ ପଡୁ। ଏଥିପାଇଁ ଆଉ ଶେଷ ଗୋଟେ ବାକ୍ୟ ପଢିବା, ତାପରେ ସମାପ୍ତ କରିବା।
ମୋ ସହିତ କୁହନ୍ତୁ ଲୋକ ତାର ମୋ ପର୍ବ 23-24 ଫଳକୁ ସମାପ୍ତ କରିବ। ଲୋକର କେତେ ଆଜ୍ଞା? ଆଜ୍ଞା ଲୋକର କେତେ? ଲୋକ 9 ପର୍ବ 23 ପଦ 24 ପଦ। ଆଚ୍ଛା, ଲୋକ 9ର 24 ପଦ 23 ପଦ। ସେତେବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋର ଅନୁଗାମୀ ନ ହେବାକୁ ଇଚ୍ଛା କରେ ତେବେ ସେ ଆପଣଙ୍କୁ ଅସୀମ ଅସ୍ୱୀକାର କରୁ, ପୁଣି ପ୍ରତିଦିନ ଆପଣର କ୍ରୁଶ ଯେନି ମୋର ଅନୁଗମନ କର। କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ ସେ ତାହା ହରାଇବ, କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ ସେ ତାହା ରକ୍ଷା କରିବ। ହାଲେଲୁୟା। ଦେଖ ମୋର ପ୍ରିୟ ପ୍ରଭୁ ପ୍ରଭୁଙ୍କ ଲୋକମାନେ ଏଇ ସ୍ଥାନରେ କଣ ପ୍ରଭୁ କହିବା ପାଇଁ ଚାହାନ୍ତି, ଆମକୁ କଣ କରିବା ପାଇଁ କହିବା ପାଇଁ ଚାହାନ୍ତି। ସେତେବେଳେ 23 ପଦ ଦେଖା ଅଛି। ସେତେବେଳେ ସେ ସମସ୍ତଙ୍କୁ କହିଲେ, କାହାକୁ କହୁଛନ୍ତି? ଜଣକୁ କହୁଛନ୍ତି କି? ନା, ସମସ୍ତଙ୍କୁ କହୁଛନ୍ତି। କଣ କହୁଛନ୍ତି? କେହି ଯେବେ ମୋର ଅନୁଗାମୀ ହେବାକୁ ଇଚ୍ଛା କରେ ତେବେ ସେ ଆପଣଙ୍କୁ ଅସ୍ୱୀକାର କରୁ। ପାଷ୍ଟ ସେ ନିଜକୁ ସେ ଅସ୍ୱୀକାର କରୁ। ଯିଏ ଯଦି ପ୍ରଭୁଙ୍କୁ ବିଶ୍ୱାସ କରିବ ସେ ପାଷ୍ଟ ତାଙ୍କର ପାପକୁ ଅସ୍ୱୀକାର କରୁ, ପୁଣି ପ୍ରତିଦିନ ଆପଣ କ୍ରୁଶ ଘେନି ମୋର ଅନୁଗମନ କରୁ। କ୍ରୁଶ ହଉଛି ଦୁଃଖ, କଷ୍ଟ, ଯନ୍ତ୍ରଣା, ତାଡ଼ନା, ନିନ୍ଦା, ଅପମାନ। କ୍ରୁଶର ଅର୍ଥ ହଉଛି ତାଡ଼ନା, ନିନ୍ଦା। ଏ ଜଗତରେ ଆମେ କ୍ରୁଶ ବହିବା ଅନେକ ତାଡ଼ନା ଆସିବ, ଅନେକ ନିନ୍ଦା ଅପମାନ ଆସିବ। ଯଦି ଏ ଜଗତରେ ଆମେ ବ୍ୟଭିଚାର କଲେ କିଏ କହିବା ଲୋକ ନାହିଁ, କି ମଦ ପିଇଲେ କିଏ କହିବା ଲୋକ ନାହିଁ, କି ଗୁଟକା ପୁଡ଼ିଆ ନାନା ପ୍ରକାର ନର ହତ୍ୟା କି ମର୍ଡର ରେପ୍ କଲେ କିଏ କହିବା ଲୋକ ନାହିଁ। କିନ୍ତୁ ସବୁ ପାପକୁ ପରିତ୍ୟାଗ କରିକିନା ପ୍ରଭୁଙ୍କର କ୍ରୁଶକୁ ଆମେ ଖଣ୍ଡରେ ବହନ କରିବା, ତାହେଲେ ଅନେକ ଦୁଃଖ ଆସିବ, କଷ୍ଟ ଆସିବ, ନିନ୍ଦା ଆସିବ। ସେଥିପାଇଁ ପ୍ରଭୁ କହିଲେ 24 ପଦରେ, କାରଣ ଯେ କେହି ଆପଣ ଜୀବନକୁ ରକ୍ଷା କରିବାକୁ ଇଚ୍ଛା କରେ ସେ ତାହା ହରାଇବ। ଯେତେ ଚେଷ୍ଟା କଲେ ବି ତାଙ୍କର ଜୀବନକୁ ବଞ୍ଚେଇବା ପାଇଁ ଚେଷ୍ଟା କଲେ ବି ସେ ନିଶ୍ଚିତ ଭାବରେ ସେ ତାଙ୍କର ଜୀବନକୁ ହରାଇବ। କିନ୍ତୁ ଯେ କେହି ମୋର ନିମନ୍ତେ ଆପଣ ଜୀବନ ହରାଇବ ସେ ତାହା ରକ୍ଷା ପାଇବ। ପ୍ରଭୁଙ୍କ ନିମନ୍ତେ ଏବେ ଯେତିକି ଲୋକମାନେ ବହୁତ ଅତ୍ୟାଚାର, ବହୁତ ତାଡ଼ନା ଧଙ୍ଗା କରୁଛନ୍ତି, ଯେତିକି ପ୍ରଭୁଙ୍କ ପାଇଁ ଜୀବନ ଦେଇ ଅଛନ୍ତି, ତାଙ୍କେ ପରମେଶ୍ୱର କଣ ଦେବେ ନା ତାଙ୍କର ଜୀବନକୁ ରକ୍ଷା କରିବେ, ଆଗକୁ ତାଙ୍କ ଜୀବନ ଦେବେ, ଆଉ ସ୍ୱର୍ଗ ରାଜ୍ୟ ତାଙ୍କ ଜୀବନକୁ ନିଆଯିବ। ଏଥିପାଇଁ ଆମେ ପ୍ରତିଦିନ ପ୍ରଭୁଙ୍କର କ୍ରୁଶକୁ ବୋହିକିନା ଆମେ ଏ ଜଗତରେ ଚାଲିବା। ଅନେକ କଷ୍ଟ ଅଛି, ଦୁଃଖ ଅଛି। ଆଉ ଏ ବାକ୍ୟ ଆମେ ପଢିଲୁ, ଏ ବାକ୍ୟରୁ ଏ କ୍ଷୁଦ୍ର ବାକ୍ୟରୁ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ଏ ବାକ୍ୟ ନିମନ୍ତେ ପ୍ରାର୍ଥନା କରିବା।